ଆଜିର ରୋଗର ଉତ୍ତୁରୁଡ଼ି ଫାର୍ମିକ ପ୍ରୟୋଗ। ପିଲାଙ୍କ କଫ କାଶ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ। 5 ବର୍ଷରୁ ଉର୍ଦ୍ଧ୍ୱ ପିଲାଙ୍କଠାରେ ବେଳେବେଳେ ଏସବୁ ଲକ୍ଷଣ ପ୍ରକାଶ ପାଏ। ଏଥିପାଇଁ ଉତ୍ତୁରୁଡ଼ି ପତ୍ର ରସ 20-25 ବୁନ୍ଦା ସାଥିରେ ତୁଳସୀ ପତ୍ର ରସ ସମମାତ୍ରାରେ ମିଶାଇ ପିଲାଙ୍କୁ ଦିଅନ୍ତୁ। କଫ ସଫା ହୋଇଯିବ, କାଶ ଉପଶମ ହେବ। ଏହି ପ୍ରୟୋଗ ଦିନେ ଛାଡ଼ି ଦିନେ 7 ଦିନ କରନ୍ତୁ। କାମଳ ବା ଦଣ୍ଡିସି। ଉତ୍ତୁରୁଡ଼ି ପତ୍ରର ରସ 21 ବୁନ୍ଦାକୁ ଅଧ କପ ସଜ ଦହିରେ ମିଶାଇ ରୋଗୀକୁ 1 ପାନ ଦିଅନ୍ତୁ। 1 ଦିନ ରୋଗୀ ଲଘୁପଥ୍ୟ ଛାଡ଼ି କୌଣସି ଗରିଷ୍ଠ ଖାଦ୍ୟ ଖାଇବ ନାହିଁ। ଏହି ଗୋଟିଏ ପାନ ଔଷଧର କାମଳ ରୋଗ ଦୂର ହୋଇଯିବ। ଯଦି ଦରକାର ପଡ଼େ 5-7 ଦିନ ପରେ ଆଉ ପାନ ଦେବ। ଗର୍ଭାବସ୍ଥାରେ ଏହି ପ୍ରୟୋଗ ମନା। ପିଲାମାନଙ୍କୁ ଦଣ୍ଡିସି ଆକ୍ରମଣ କଲେ 10 ବୁନ୍ଦା ପତ୍ର ରସ ଯଥେଷ୍ଟ। ପୁରୁଷଙ୍କର ଲିଙ୍ଗ ଶୀତଳତା, ବକ୍ରତା, କ୍ଷୁଦ୍ରତା ଦୂର କରିବାକୁ। ଉତ୍ତରୁଡ଼ି ଲତାକୁ ପୂର୍ବମୁଖ ହୋଇ ନିମନ୍ତ୍ରଣ କରି ଲତାର ଦକ୍ଷିଣ ପାର୍ଶ୍ୱରୁ ଚେର ସଂଗ୍ରହ କରିବେ। ଏହି ଚେର 5-10 ଗ୍ରାମ ଧଳା ଭେଜି ବାଇଗଣ ପତ୍ର ସହ ବାଟି ଇନ୍ଦ୍ରିୟ ଉପରେ ପ୍ରଲେପ ଦିଅନ୍ତୁ। କିଛି ଦିନରେ ଉପକାର ପାଇବେ। ବନ୍ଧ୍ୟାର ଗର୍ଭଧାରଣ ଶକ୍ତି ଉତ୍ପାଦନ। ଅଧ ଗ୍ରାମ ଉତ୍ତରୁଡ଼ି ମୂଳ ଚୂର୍ଣ୍ଣକୁ ଅଧ ଚାମଚ ଗାଈ ଘିଅ ସହିତ ଏକତ୍ର କରି ଋତୁସ୍ରାବର ପ୍ରଥମ ଦିନ ଠାରୁ 4-5 ଦିନ ପର୍ଯ୍ୟନ୍ତ ଦିଅନ୍ତୁ। ଏହାଦ୍ୱାରା ସେ ସ୍ତ୍ରୀର ସବୁ ପ୍ରକାର ଯୋନିଦୋଷ ବିନଷ୍ଟ ହୋଇ ଗର୍ଭଧାରଣ କ୍ଷମତା ଜନ୍ମିବ। ଔଷଧ ସେବନ କାଳରେ ଲବଣ ବିହୀନ ଦହି ଭାତ ପଥ୍ୟ। ଏ ମହିଳା ଗର୍ଭ ରହିବା ପର୍ଯ୍ୟନ୍ତ ଲୁଣ ଛାଡ଼ିଦେଲେ ଭଲ ହେବ। ଗର୍ଭପାତ। ଦକ୍ଷିଣ ଓଡ଼ିଶାର ଉତ୍ତରୁଡ଼ି ଚେରକୁ ଜନେନ୍ଦ୍ରିୟ ଦେଇ ବଞ୍ଚାଇଥିବା ଗର୍ଭ ନଷ୍ଟ କରାଯାଏ ଥାଏ। ଗର୍ଭ ରହିବାର 2-3 ମାସ ମଧ୍ୟରେ ଉତ୍ତରୁଡ଼ି ମୂଳର ଚୂର୍ଣ୍ଣ ବଳାବଳ ଅନୁସାରେ ବିଚାର କରି ଅଧ ଗ୍ରାମକୁ 1 ଗ୍ରାମ ବା 2 ଗ୍ରାମ ପର୍ଯ୍ୟନ୍ତ ଜଳ ପାନ ଦେଲେ ଗର୍ଭ ନଷ୍ଟ ହୁଏ। ଏହି ମୂଳ ବିଦ୍ୟାରେ କଟେ। କର୍ଣ୍ଣରେଖା। କର୍ଣ୍ଣରେଖା ଏକ ଛୋଟ ଗୋଟିଏ ମାତ୍ର। ତାର ଜଣାଣ ବଡ଼ ଭୟଙ୍କର। ନାମ ଦାମ ଡାକ୍ତର ମଧ୍ୟ ଥକି ଯାଇଛନ୍ତି। କୋଣରେଖା ଭଲ ହୁଏ ନାହିଁ। କୋଣରେଖା ନଖ ମରିଯିବ, ନଖ କୋଣରେ ବଥ, ଏମିତି ନାନା ପ୍ରକାର ରୋଗ ହେଉଛି। ଉତ୍ତରୁଡ଼ି କ୍ଷୀର। ଏଇ କ୍ଷୀର କେତେ ଦିନ ନିୟମିତ ଲଗାନ୍ତୁ, କୋଣରେଖା ନିଶ୍ଚୟ ଭଲ ହୋଇଯିବ। ଏ ଲତା ଗୁଳ୍ମକୁ କେବଳ ଚିହ୍ନିବା ଦରକାର। କଣ